ସାଙ୍ଗମାନେ ଜାଣିଛନ୍ତି କି ଚୁଡ଼ା ଦହି ଆଉ ସୁଜିରେ କେମିତି ଇଟିଲି ପିଠା କରାଯାଏ? ଆଜି ଚାଲ ଦେଖିବା। ସଦାବେଳେ ତ ଆମେ ବିରି ଚାଉଳରେ ଖାଉଛେ, ଆଜି ଟିକେ ନୂଆ ପ୍ରକାରର କରିବା, ଦେଖିବା କେମିତି ଲାଗୁଛି। ହଉ ଚାଲ ଦେଖି କରିବା। ତା ପୂର୍ବରୁ ଆପଣମାନେ ସମସ୍ତେ ଭଲ ଅଛନ୍ତି ତ? ବହୁତ ଭଲରେ ଥିବେ ନା? ଆଉ ଦେଖ, ଦହି ନେଇଯିବା, ତାପରେ ସୁଜି ଆଉ ଯେଉଁ ଆମର ଚୁଡ଼ା ତାକୁ ଗ୍ରାଇଣ୍ଡିଙ୍ଗ କରିଦେବା, ଦହିକି ବି ଗ୍ରାଇଣ୍ଡିଙ୍ଗ କରିଦେବା ସେଥିରେ ହେଲା। ତାପରେ ଲୁଣ ଟିକେ ପକାଇଦେବା, ଲୁଣ ପକାଇ ତାକୁ ଇଟିଲି ଛାଞ୍ଚରେ ତାପରେ ସିଟି ଆସିଲା ଯାଏଁକେ ଅପେକ୍ଷା କରିବା। ତାପରେ ଏପଟେ ଆଳୁ ଦହିର ଗୋଟେ ରେସିପି କରିବା ହେଲା। ଆଳୁ ଆଉ ସିଝା ଆଳୁ ନେଇଯିବା, ତାକୁ ଭାଜିଦେବା। ତାପରେ ଦହିରେ ଗୁଣ୍ଡ ସବୁ ପକାଇଦେବା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ହେଲା। ତାପରେ ତାକୁ ଗୋଳିକି ରଖିଦେବା ଏପଟେ। ତାପରେ କଡ଼େଇରେ ତେଲ ଦେଇ ଏଥିରେ ଜିରା ଟିକେ ପକାଇଦେବା, ସେଥିରେ ପିଆଜ କାଟିକି ରଖିଥିବା ତାକୁ ପକାଇଦେବା ହେଲା। ତାକୁ ଭାଜି ହେଇଗଲା ପରେ ତାପରେ କ'ଣ କରିବା, ସେଥିରେ ଅଦା ଟିକେ ପକାଇଦେବା ହେଲା। ତାପରେ ତାକୁ ଟିକେ ଭାଜିଦେବା, ପୁରା ନାଲି ହେଲା ଯାଏଁକେ ଭାଜିବା। ତାପରେ ସେଥିରେ ଦହିରେ ଯେଉଁ ମସଲା ପକାଇକି ରଖିଥିବା ତାକୁ ଦେଇଦେବା। ଦହି ଲାଗିଲା ପର୍ଯ୍ୟନ୍ତ ମାନେ ସେମିତି ଘାଣ୍ଟୁଥିବେ, ଦହି ଯେମିତି ଲାଗି ନଯାଏ ତଳେ କଡ଼େଇରେ ହେଲା, ସେମିତି ଘାଣ୍ଟିବେ। ତାପରେ ଟିକେ ତେଲ ଛାଡ଼ି ଆସିଲେ ସେଥିରେ କ'ଣ କରିବା, ଆଳୁକୁ ପକାଇଦେବା। ଆଳୁକୁ ଦେଖ ମୁଁ ପକାଇଦେଲି ଏବେ। ଆଳୁ ପକାଇ ଦେଇକି ତାକୁ ଟିକେ ଲୁଣ ଟିକେ ପକାଇଦେବା। ସେଥିରେ ତ ହଳଦୀ ସବୁ ପକାଇଥିଲେ, ତାପରେ ଏଥିରେ ଟିକେ ଖାଲି ଲୁଣ ପକାଇ ଦେଇ ତାକୁ ତ ପାଣି ଟିକେ ଦେଇଦେବା। ପାଣି ଦେଇକି ତାପରେ ତାକୁ ଟିକେ ଫୁଟିଲା ଯାଏଁକେ ଛାଡ଼ିଦେବା। ଫୁଟି ସାରିଲା ପରେ ସେଥିରେ କ'ଣ କରିବା, ତାକୁ ଗରମ ମସଲା ଗୁଣ୍ଡ, ତାକୁ କସ୍ତୁରୀ ମେଥି ବି ଆପଣ ପକାଇ ପାରିବେ। ତାପରେ ଧନିଆ ପତ୍ର ପକାଇଦେବା, ସର୍ଭ କରିଦେବା। ଦହି ଆଳୁର ନ୍ୟୁ ରେସିପି ହେଲା। ତାପରେ ଚଟଣି, ଇଟିଲିକୁ ଚଟଣି, ଦହି ଆଳୁର ନ୍ୟୁ ରେସିପି ଆଉ।